ଆଜିର ଆଲୋଚନାକୁ ସ୍ୱାଗତ। ଯଦି ଆମେ ଓଡ଼ିଶାର ପଶ୍ଚିମ କିମ୍ବା ଦକ୍ଷିଣ ଭାଗକୁ ଯାତ୍ରା କରିବା, ଗୋଟିଏ ଜିନିଷ ସବୁଠୁ ବେଶି ଆଖିରେ ପଡ଼େ। ସେଇଟା ହେଉଛି ମାଟିର ରଙ୍ଗ। ଏକଦମ। ଚାରିଆଡ଼େ ଏକ ଲାଲିମା, ଯେମିତି କିଏ ମାଟି ଉପରେ ଗୋଟେ ଲାଲ ଚାଦର ବିଛାଇ ଦେଇଛି। ଆଜି ଆମେ ସେହି ଲାଲ ମାଟିର ଗଭୀରକୁ ଯିବା। ହଁ, ଆମ ପାଖରେ ଯେଉଁ ତଥ୍ୟ ଅଛି, ତାହା ମୁଖ୍ୟତଃ ଦ ରେଡ୍ ସଏଲ୍ସ ଅଫ୍ ଓଡ଼ିଶା ନାମକ ଏକ ସୋର୍ସରୁ ଆସିଛି। ଆଉ ଆମର ଉଦ୍ଦେଶ୍ୟ ହେଉଛି ଏହି ମାଟିର କାହାଣୀକୁ ବୁଝିବା। ଠିକ୍। କାରଣ ଏହା କେବଳ ଏକ ରଙ୍ଗ ନୁହେଁ, ଏହା ଓଡ଼ିଶାର ଏକ ବଡ଼ ଅଞ୍ଚଳର, କହିବାକୁ ଗଲେ ଭାଗ୍ୟ ନିର୍ଦ୍ଧାରଣ କରେ। ଆପଣ କଥାଟାକୁ ବହୁ ସୁନ୍ଦର ଭାବରେ ଆରମ୍ଭ କଲେ। ଆମେ ଯେତେବେଳେ ସଏଲ୍ ବା ମାଟି କଥା କହୁ, ଆମେ ସାଧାରଣତଃ କେବଳ କୃଷି କଥା ଭାବୁ। ହଁ, ସେଇଟା ହିଁ ମୁଣ୍ଡକୁ ଆସେ। କିନ୍ତୁ ମାଟିର ଗଠନ, ତାର ଇତିହାସ ଆଉ ତାର ରାସାୟନିକ ଗୁଣ, ଏସବୁ ଗୋଟେ ଅଞ୍ଚଳର ସମ୍ପୂର୍ଣ୍ଣ ଅର୍ଥନୀତି, ଖାଦ୍ୟାଭ୍ୟାସ, ଏପରିକି ଜୀବନଶୈଳୀକୁ ପ୍ରଭାବିତ କରିଥାଏ। ତେବେ ଆଜି ଆମେ ସେହି ସଂଯୋଗକୁ ହିଁ ଖୋଜିବା, ବିଶେଷ କରି ଲାଲ ମାଟିକୁ ନେଇ। ହଁ, ଯାହାକି ଓଡ଼ିଶାର ସବୁଠାରୁ ବ୍ୟାପକ ମାଟି। ଠିକ୍ ଅଛି। ତେବେ ମୋର ପ୍ରଥମ ପ୍ରଶ୍ନ ହେଉଛି, ଓଡ଼ିଶାରେ ଏତେ ପ୍ରକାରର ମାଟି କାହିଁକି? ଆମ ସୋର୍ସ କହୁଛି ପାଖାପାଖି 8 ପ୍ରକାରର। ହଁ, ପାଖାପାଖି 8 ପ୍ରକାରର। ସମୁଦ୍ରକୂଳର ଲୁଣି ମାଟିଠାରୁ ଆରମ୍ଭ କରି ଜଙ୍ଗଲର ମାଟି ପର୍ଯ୍ୟନ୍ତ। କିନ୍ତୁ ଏହି ଲାଲ ମାଟି ହିଁ ସବୁଠାରୁ ଅଧିକ ଜାଗାରେ କାହିଁକି? ଆଚ୍ଛା, ଏହାର ଉତ୍ତରଟା ଓଡ଼ିଶାର ଭୂଗର୍ଭରେ ଲୁଚି ରହିଛି। ଦେଖନ୍ତୁ, ମାଟିର ପ୍ରକାର କେତେଗୁଡ଼ିଏ ମୁଖ୍ୟ ଫ୍ୟାକ୍ଟର ଉପରେ ନିର୍ଭର କରେ। ଯେମିତିକି ପ୍ୟାରେଣ୍ଟ ରକ୍ ମେଟେରିଆଲ, ଅର୍ଥାତ୍ ମାଟି କେଉଁ ପଥରରୁ ତିଆରି, ତାପରେ ଜଳବାୟୁ ବା କ୍ଲାଇମେଟ୍, ଭୂମିରୂପ ବା ରିଲିଫ୍, ଆଉ ସେଠାକାର ଗଛଲତା। ଓହୋ, ଏତେ ସବୁ ଜିନିଷ। ହଁ, ଓଡ଼ିଶାର ଏକ ବଡ଼ ଅଞ୍ଚଳ, ଯାହାକୁ ଆମେ ଡେକେନ୍ ପ୍ଲାଟୋର ଅଂଶ କହୁ, ତାହା ବହୁତ ପୁରୁଣା ପଥରରେ ଗଢ଼ା। ସେହି ପଥର ଭାଙ୍ଗି ହିଁ ଲାଲ ମାଟି ସୃଷ୍ଟି ହୋଇଛି। ତେଣୁ ଯେଉଁଠି ସେହି ପୁରୁଣା ଶିଳା, ସେଇଠି ଲାଲ ମାଟି? ଏକଦମ। ଏଇଠି କଥାଟା ଆହୁରି ମଜାଦାର ହେଉଛି। ତେବେ ଏହାର ନାଁ ଲାଲ କାହିଁକି? ମୁଁ ଜାଣେ ଏହା ଏକ ସରଳ ପ୍ରଶ୍ନ ଭଳି ଲାଗୁଛି, କିନ୍ତୁ ଏହାର ପଛରା ସାଇନ୍ସଟା କ'ଣ? ନା, ଏହା ଆଦୌ ସରଳ ପ୍ରଶ୍ନ ନୁହେଁ। ବରଂ ଏହା ହିଁ ଏହି ମାଟିର ସବୁଠାରୁ ବଡ଼, କ'ଣ କହନ୍ତି, ଚରିତ୍ର। ହଁ। ଏହାର ଲାଲ ରଙ୍ଗର ମୁଖ୍ୟ କାରଣ ହେଉଛି ଆଇରନ୍ ଅକ୍ସାଇଡ୍ ବା ଲୌହ ଅକ୍ସାଇଡ୍ର ଉପସ୍ଥିତି। ଆଚ୍ଛା, ଆଇରନ୍ ଅକ୍ସାଇଡ୍ ଯେମିତି ଲୁହାରେ କଳଙ୍କି ଲାଗେ? ଏକଦମ ସେୟା। ଯେମିତି ଗୋଟିଏ ଲୁହା ରଡ୍ ପାଣି ପବନ ସଂସ୍ପର୍ଶରେ ଆସି ଲାଲ ବାଦାମୀ ହୋଇଯାଏ, ଠିକ୍ ସେହି ପ୍ରକ୍ରିୟା। ଅକ୍ସିଡେସନ୍। ହଁ, ଅକ୍ସିଡେସନ୍। ସେହି ପ୍ରକ୍ରିୟା ହଜାର ହଜାର ବର୍ଷ ଧରି ମାଟି ଭିତରେ ଥିବା ଲୁହା ସହିତ ହୁଏ। କିନ୍ତୁ ଏଥିରେ ଗୋଟିଏ ବିଡ଼ମ୍ବନା ଅଛି। କି ବିଡ଼ମ୍ବନା? ଯେଉଁ ଆଇରନ୍ ଅକ୍ସାଇଡ୍ ଏହାକୁ ଏତେ ସୁନ୍ଦର ଲାଲ ରଙ୍ଗ ଦିଏ, ସେହି ରାସାୟନିକ ପ୍ରକ୍ରିୟା ହିଁ ଏହାକୁ କୃଷି ପାଇଁ ଏକ ଚ୍ୟାଲେଞ୍ଜପୂର୍ଣ୍ଣ ମାଟିରେ ପରିଣତ କରେ। ବାଃ, ଏହା ତ ଏକ ଅଦ୍ଭୁତ ସଂଯୋଗ। ଆପଣ ପେରେଣ୍ଟ ରକ୍ କଥା କହିଲେ। ଆମ ସୋର୍ସରେ ଲେଖା ଅଛି ଯେ ଏହା ଅପର ଧରୱାର ରକ୍ ସିରିଜରୁ ସୃଷ୍ଟି। ଏହି ଧାରୱାର ଶିଳା ଶ୍ରେଣୀ କ'ଣ? ଦେଖନ୍ତୁ, ଧାରୱାର ଶିଳା ହେଉଛି ଭାରତର ସବୁଠାରୁ ପୁରୁଣା ଶିଳାଗୁଡ଼ିକ ମଧ୍ୟରୁ ଅନ୍ୟତମ। କୋଟି କୋଟି ବର୍ଷ ପୁରୁଣା? ହଁ, କୋଟି କୋଟି ବର୍ଷ। ଏଥିରେ ବହୁତ ପ୍ରକାରର ମିନେରାଲ୍ସ ଖଣିଜ ପଦାର୍ଥ ଥାଏ, ବିଶେଷ କରି ଲୁହା ଏବଂ ସିଲିକେଟ୍ ମିନେରାଲ୍ସ। ତେବେ ବର୍ଷା ପାଣିର ପ୍ରଭାବରେ ଏହି ସିଲିକେଟ୍ ମିନେରାଲ୍ସଗୁଡ଼ିକର ଡିକମ୍ପୋଜିସନ୍ ବା ଅପଘଟନ ହୁଏ। ସେଗୁଡ଼ିକ ଭାଙ୍ଗିଯାଏ। ଆଉ ସେଥିରୁ ଲୁହା ଅଂଶ ଅଲଗା ହୋଇଯାଏ? ଏକଦମ। ଆଉ ସେଇଟା ଅକ୍ସିଜେନ୍ ସହ ମିଶି ଆଇରନ୍ ଅକ୍ସାଇଡ୍ ତିଆରି କରେ, ଯାହା ମାଟିକୁ ଲାଲ ରଙ୍ଗ ଦିଏ। ଏହା ଏକ ବହୁତ ଧୀର ପ୍ରକ୍ରିୟା। ହଜାର ହଜାର ବର୍ଷ ଲାଗିଯାଏ ବୋଧେ? ହଁ, 1 ଇଞ୍ଚ ମାଟି ପାଇଁ 1000 ବର୍ଷ ବି ଲାଗିପାରେ। ଆଚ୍ଛା, ତେବେ ଏହି ମାଟିର ଗଠନ, ଯାହାକୁ ଆମେ ଟେକ୍ସଚର ଆଉ ଷ୍ଟ୍ରକ୍ଚର କହୁ, ସେଟା କିପରି? ଯଦି ଜଣେ ଚାଷୀ ଏହାକୁ ହାତରେ ଧରିବ, କେମିତି ଲାଗିବ? ହଁ, ଏହାର ଟେକ୍ସଚର ସାଧାରଣତଃ ମୋଟା ବା କୋର୍ସ, ଚିକଣ ମାଟି ପରି ନୁହେଁ, ଟିକେ ବାଲିଆ ବା ଖଦଡ଼ା ଲାଗିବ। ଆଚ୍ଛା। ଆଉ ଏହାର ଷ୍ଟ୍ରକ୍ଚର ବିଷୟରେ ଆମ ସୋର୍ସରେ 2ଟି ଶବ୍ଦ ଅଛି, ସିଙ୍ଗଲ ଗ୍ରେନ୍ଡ ଏବଂ ୱିକ୍ଲି ଗ୍ରାନ୍ୟୁଲାର। ଏହାର ସରଳ ଅର୍ଥ କ'ଣ? ସିଙ୍ଗଲ ଗ୍ରେନ୍ଡ ବାଲି ଭଳି, ଯୋଉଠି ପ୍ରତିଟି କଣିକା ଅଲଗା ରହିବେ। ଆଉ ୱିକ୍ଲି ଗ୍ରାନ୍ୟୁଲାର ଯେମିତି ଚିନି ଦାନା ଟିକେ ଟିକେ ଲାଗିଥାଏ, କିନ୍ତୁ ସହଜରେ ଭାଙ୍ଗିଯାଏ। ବୁଝିଲେ। ତେବେ ଏହି 2ଟି ଗୁଣ ଯୋଗୁଁ ମାଟି ଭିତରେ ବହୁତ ଫାଙ୍କା ସ୍ଥାନ ରହୁଥିବ? ହଁ, ଯାହା ମାଟିକୁ ପୋରସ୍ ବା ଛିଦ୍ରଯୁକ୍ତ କରିଦିଏ। ପୋରସ୍? ମୁଁ ଯଦି ଠିକ୍ ବୁଝୁଛି,
ଏହାକୁ ଆମେ କହିପାରିବା ଯେମିତି ଗୋଟେ ଝୁଡ଼ିରେ ପାଣି ରହେନି, ସବୁ ବୋହିଯାଏ। ଏକଦମ ସଠିକ ଉଦାହରଣ ଦେଲେ। ତେବେ ଏହାର ୱାଟର ହୋଲ୍ଡିଂ କ୍ୟାପାସିଟି ବହୁତ କମ୍ ହେଉଥିବ। ବହୁତ କମ୍। ଏଇ ପୋରସ୍ ଗୁଣ ହିଁ ଏହାର ସବୁଠାରୁ ବଡ଼ ଦୁର୍ବଳତା। ପାଣି ଦେଲେ ତାହା ବହୁତ ଶୀଘ୍ର ତଳକୁ ଚାଲିଯାଏ। ମାଟିରେ ବେଶୀ ସମୟ ରହିପାରେ ନାହିଁ। ନା, ଆଦୌ ନୁହେଁ। ଏବେ କଳ୍ପନା କରନ୍ତୁ କୋରାପୁଟ, ରାୟଗଡ଼ା, କଳାହାଣ୍ଡି ଭଳି ଜାଗାର ଚାଷୀ କଥା। ହଁ, ତାଙ୍କ ପାଖରେ ଯଦି ଇରିଗେସନ ବା ଜଳସେଚନର ସୁବିଧା ନାହିଁ, ତେବେ ତାଙ୍କ ଫସଲ ସମ୍ପୂର୍ଣ୍ଣ ଭାବେ ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ। ଆଉ ଯଦି ବର୍ଷା ଠିକ୍ ସମୟରେ ନ ହୁଏ? ତେବେ ଫସଲ ମରିଯିବାର ଆଶଙ୍କା ବହୁତ ଅଧିକା। ଏହା ହିଁ ଏହି ଅଞ୍ଚଳଗୁଡ଼ିକରେ କୃଷିକୁ ଗୋଟେ ଜୁଆ ଖେଳରେ ପରିଣତ କରିଦିଏ। ଏହାର ଅର୍ଥ ହେଲା ଜଳସେଚନ ବିନା ଏହି ମାଟିରେ ବର୍ଷକୁ ଗୋଟିଏରୁ ଅଧିକ ଫସଲ କରିବା ପ୍ରାୟ ଅସମ୍ଭବ। ହଁ, ବହୁତ କଷ୍ଟ। ଏହା ହିଁ ବୋଧେ କଳାହାଣ୍ଡି, ବଲାଙ୍ଗୀର ଭଳି ଅଞ୍ଚଳର କୃଷି ସମସ୍ୟାର ଏକ ମୂଳ କାରଣ। ଆମ ସୋର୍ସ କହୁଛି ଏହା ପ୍ରାୟ 7.14 ମିଲିୟନ ହେକ୍ଟର ଜମିରେ ବ୍ୟାପିଛି। 7.14 ମିଲିୟନ ହେକ୍ଟର। ଏହା ଓଡ଼ିଶାର ଏକ ବିରାଟ ଅଞ୍ଚଳ। ଆପଣ ଯେଉଁ ଜିଲ୍ଲାମାନଙ୍କ କଥା କହିଲେ, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, କେନ୍ଦୁଝର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ଢେଙ୍କାନାଳ, ମୟୂରଭଞ୍ଜ। ହଁ, ଏହିସବୁ ଜିଲ୍ଲା ଏହି ସମସ୍ୟା ସହ ସଂଘର୍ଷ କରନ୍ତି। ଏବେ ଆସନ୍ତୁ ଏହାର ରାସାୟନିକ ଗୁଣକୁ ଦେଖିବା। ସେଇଟା ପରିସ୍ଥିତିକୁ ଆହୁରି ଜଟିଳ କରିଦିଏ। ହଁ, ତାହେଲେ ଏହାର କେମିକାଲ ନେଚର କ'ଣ? ଏହା ଆସିଡିକ୍ ନା ଆଲକାଲାଇନ୍, ମାନେ ଅମ୍ଳୀୟ ନା କ୍ଷାରୀୟ? ଏହା ନନ୍ ସେଲାଇନ୍, ଲୁଣି ନୁହେଁ, ଏବଂ ମଡରେଟଲି ଆସିଡିକ୍, ଅର୍ଥାତ୍ ମଧ୍ୟମ ଧରଣର ଅମ୍ଳୀୟ। ଆଚ୍ଛା, ଆଉ ପୋଷକ ତତ୍ତ୍ୱ, ନ୍ୟୁଟ୍ରିଏଣ୍ଟସ୍? ସେଇଠି ହେଉଛି ସବୁଠୁ ବଡ଼ ସମସ୍ୟା। ଏଥିରେ ଗଛ ବଢ଼ିବା ପାଇଁ 3ଟି ମୁଖ୍ୟ ଜିନିଷର ଅଭାବ ଥାଏ: ନାଇଟ୍ରୋଜେନ୍, ଅର୍ଗାନିକ୍ ମ୍ୟାଟର ଏବଂ ମଲିବ୍ଡେନିମ୍। ଏହାର କାରଣ କ'ଣ? ସେର ପୋରସ୍ ନେଚର? ଏକଦମ। ଯେମିତି ପାଣି ଧୋଇ ହୋଇ ତଳକୁ ଚାଲିଯାଏ, ସେମିତି ମାଟିରେ ଥିବା ପୋଷକ ତତ୍ତ୍ୱ ମଧ୍ୟ ଧୋଇ ହୋଇଯାଏ। ଏହି ପ୍ରକ୍ରିୟାକୁ ଲିଚିଂ କୁହାଯାଏ। ଓହୋ, ଲିଚିଂ। ତେଣୁ ଏହି ମାଟିର ପ୍ରାକୃତିକ ଉର୍ବରତା ବା ଫର୍ଟିଲିଟି ମଧ୍ୟମରୁ କମ୍। ମୁଁ ସବୁବେଳେ ଭାବୁଥିଲି ଲାଲ ମାଟି ଆଉ ଲ୍ୟାଟରାଇଟ୍ ମାଟି ପ୍ରାୟ ଗୋଟିଏ, ଦୁଇଟା ଯାକ ତ ଲାଲ ଦେଖାଯାଏ। ହଁ, ଏହା ଏକ ସାଧାରଣ ଭୁଲ ଧାରଣା। କିନ୍ତୁ ଆମ ତଥ୍ୟରେ ଏ ଦୁଇଟି ମଧ୍ୟରେ ତୁଳନା କରାଯାଇଛି। ସେମାନଙ୍କ ଭିତରେ ଏତେ ବଡ଼ ଫରକ ଅଛି କି? ବହୁତ ବଡ଼ ଫରକ। ଦେଖିବାକୁ ଏକା ଭଳି ହେଲେ ବି ଗୁଣରେ ଆକାଶ ପାତାଳ ଫରକ। ଲ୍ୟାଟରାଇଟ୍ ସଏଲକୁ ଆପଣ ଲାଲ ମାଟିର ଏକ ଏକ୍ସଟ୍ରିମ୍ ବା ଚରମ ରୂପ ବୋଲି କହିପାରିବେ। ଆଚ୍ଛା, କେମିତି? ଯେଉଁ ଅଞ୍ଚଳରେ ବହୁତ ବେଶୀ ବର୍ଷା ହୁଏ, ସେଠାରେ ଲିଚିଂ ପ୍ରକ୍ରିୟା ଆହୁରି ଅଧିକ ହୁଏ। ଫଳରେ ସବୁ ପୋଷକ ତତ୍ତ୍ୱ ଧୋଇ ହୋଇଯାଏ। ହଁ, ଏପରିକି ସିଲିକା ମଧ୍ୟ। କେବଳ ଆଇରନ୍ ଏବଂ ଆଲୁମିନିୟମ ଅକ୍ସାଇଡ୍ସ ବାକି ରହିଯାଏ। ଏହା ଯୋଗୁଁ ଲ୍ୟାଟରାଇଟ୍ ସଏଲ୍ ବହୁତ ଅଧିକ ଅମ୍ଳୀୟ ବା ହାଇଲି ଆସିଡିକ୍। ଆଉ ବହୁତ କମ୍ ଉର୍ବର। ଏକଦମ। ଲାଲ ମାଟିରେ ତଥାପି କିଛି ସିଲିକା ଏବଂ ବେସିକ୍ ମିନେରାଲ୍ସ ଥାଏ, ଯାହା ଏହାକୁ ଟିକେ ଭଲ କରିଥାଏ। ତେବେ ଯଦି ୱାଟର ହୋଲ୍ଡିଂ କ୍ୟାପାସିଟି କମ୍, ଫର୍ଟିଲିଟି ବି ମଧ୍ୟମ, ଏହା ତ ସିଧାସଳଖ ଚାଷୀର ଜୀବିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବ। ନିଶ୍ଚୟ। ସେମାନେ ଏହି ମାଟିରେ କ'ଣ ସତରେ କିଛି ଫଳାଇ ପାରନ୍ତି? ଏତେ ଚ୍ୟାଲେଞ୍ଜ ସତ୍ତ୍ୱେ ଏଠି କି ପ୍ରକାର ଫସଲ ହୁଏ? ଏଇଠି ହିଁ ମଣିଷର ବୁଦ୍ଧି ଆଉ ପ୍ରକୃତି ସହ ଖାପ ଖୁଆଇ ଚଳିବାର କ୍ଷମତା ଦେଖିବାକୁ ମିଳେ। ହଁ, ସେଇଟା ସତ। ହଜାର ହଜାର ବର୍ଷ ଧରି ଏ ଅଞ୍ଚଳର ଲୋକେ ଏହି ମାଟିର ଚରିତ୍ରକୁ ବୁଝିଛନ୍ତି ଆଉ ସେହି ଅନୁସାରେ ଫସଲ ବାଛିଛନ୍ତି। ଯେମିତିକି ଏହି ମାଟି ପାଇଁ ସବୁଠାରୁ ଉପଯୁକ୍ତ ଫସଲ ହେଉଛି ମିଲେଟ୍ସ। ମାଣ୍ଡିଆ। ହଁ, ମାଣ୍ଡିଆ, କାଙ୍ଗୁ, କୋଦୋ, ଏହିସବୁ କ୍ଷୁଦ୍ର ଶସ୍ୟ। ଏଗୁଡ଼ିକର ବିଶେଷତ୍ୱ ହେଲା ଏମାନଙ୍କୁ ବଢ଼ିବା ପାଇଁ ବହୁତ କମ୍ ପାଣି ଦରକାର। ଆଉ ଏମାନେ କମ୍ ଉର୍ବର ମାଟିରେ ବି ବଞ୍ଚିପାରନ୍ତି। ଏକଦମ। ତେଣୁ ଏହି ମାଟି ଯେଉଁଠି ଅଛି, ସେଠାକାର ପାରମ୍ପରିକ ଖାଦ୍ୟରେ ମାଣ୍ଡିଆର ଏକ ବିଶେଷ ସ୍ଥାନ ରହିଛି। ଆପଣ ଯେଉଁ କଥା କହିଲେ, ସେଥିରୁ ମୋର ମନେ ହେଉଛି ଓଡ଼ିଶା ମିଲେଟ୍ସ ମିଶନ ଭଳି ଯୋଜନା କେବଳ ଏକ କୃଷି ଯୋଜନା ନୁହେଁ। ନା, ଏହା ଏକ ଆବଶ୍ୟକତା। ଏହା ଏହି ଲାଲ ମାଟିର ପରିସ୍ଥିତିରୁ ଜନ୍ମ ନେଇଥିବା ଏକ ଆବଶ୍ୟକତା। ଆଚ୍ଛା, ଧାନ ଚାଷ ହୁଏ କି? ହଁ, ଧାନ ଚାଷ ହୁଏ, କିନ୍ତୁ ମୁଖ୍ୟତଃ ରେନ୍ଫେଡ୍ ବା ବର୍ଷା ଆଧାରିତ। ସେହି କିସମର ଧାନ ଚାଷ କରାଯାଏ ଯାହା କମ୍ ପାଣି ସହିପାରିବ। ଏହାଛଡ଼ା ଆଳୁ, ବାଇଗଣ ଭଳି ପନିପରିବା ବି ହୁଏ। କିନ୍ତୁ ଏହି ମାଟିର ଆଉ ଏକ ବଡ଼ ଶକ୍ତି ହେଉଛି ଫଳ ଚାଷ ବା ହର୍ଟିକଲଚର। ଆଶ୍ଚର୍ଯ୍ୟର କଥା, ଯେଉଁ ମାଟିରେ ଫସଲ ପାଇଁ ପାଣି ରହୁନି, ସେଠି ଫଳ ଗଛ କେମିତି ହୁଏ?
ଏହାର କାରଣ ହେଉଛି ଗଛର ଚେର। ଆମ୍ବ, ପନସ, ପିଜୁଳି। ଏଗୁଡ଼ିକର ଚେର ବହୁତ ଗଭୀରକୁ ଯାଇପାରେ? ହଁ, ମାଟିର ଉପର ସ୍ତର ଶୁଖିଲା ଥିଲେ ମଧ୍ୟ ଗଭୀରରେ କିଛି ଆର୍ଦ୍ରତା ଥାଏ। ଏହି ଗଛଗୁଡ଼ିକ ନିଜର ଲମ୍ବା ଚେର ସାହାଯ୍ୟରେ ସେହି ପାଣିକୁ ବ୍ୟବହାର କରିପାରନ୍ତି। ଆଉ ମାଟିର ପୋରସ୍ ନେଚର ଚେରକୁ ମାଡ଼ିବାରେ ସାହାଯ୍ୟ କରେ। ଠିକ୍ କହିଲେ। ତେଣୁ ଯଦି ଦେଖିବେ, ଓଡ଼ିଶାର ଏହି ଲାଲ ମାଟିର ଅଞ୍ଚଳଗୁଡ଼ିକ ଫଳ ଚାଷ ପାଇଁ ବେଶ୍ ଜଣାଶୁଣା। ତେବେ ଏସବୁରୁ ଆମେ କ'ଣ ବୁଝିବା? ଓଡ଼ିଶା ପାଇଁ ଏହି ଲାଲ ମାଟିର ପ୍ରକୃତ ମହତ୍ତ୍ୱ କ'ଣ? ଏହା ଏକ ସୁଯୋଗ ନା ଏକ ସମସ୍ୟା? ଯଦି ଆମେ ଏହାକୁ ବଡ଼ ପରିପ୍ରେକ୍ଷୀରେ ଦେଖିବା, ତେବେ ଏହା ଉଭୟ। ଏହା ଏକ ସମସ୍ୟା କାରଣ ଏହାର କମ୍ ଉର୍ବରତା ଲକ୍ଷ ଲକ୍ଷ ଚାଷୀଙ୍କ ଜୀବିକାକୁ କଷ୍ଟକର କରେ। ହଁ, ସେମାନଙ୍କୁ ପ୍ରକୃତି ଉପରେ ଅଧିକ ନିର୍ଭରଶୀଳ କରାଏ। କିନ୍ତୁ ଏହା ଏକ ସୁଯୋଗ ମଧ୍ୟ, କାରଣ ଏହା ଆମକୁ ମିଲେଟ୍ସ ଭଳି ପୁଷ୍ଟିକର ଫସଲ ଚାଷ କରିବାକୁ ବାଧ୍ୟ କରେ। ଯାହା ଆଜିକାଲି ସୁପରଫୁଡ୍ ଭାବେ ପରିଗଣିତ ହେଉଛି। ଏକଦମ। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା, ଯଦି ଏହି ମାଟିର ଠିକ୍ ଭାବରେ ପରିଚାଳନା କରାଯାଏ, ମାନେ ଜଳସେଚନର ସୁବିଧା କରାଯାଏ ଆଉ ମାଟି ପରୀକ୍ଷା କରି ଆବଶ୍ୟକ ସାର ଦିଆଯାଏ, ତେବେ ଏହାର ପ୍ରଡକ୍ଟିଭିଟିକୁ ବଢ଼ାଯାଇପାରିବ। ବହୁଗୁଣିତ କରାଯାଇପାରିବ। ଆଜିର ଆଲୋଚନାରୁ ମୋ ପାଇଁ ସବୁଠୁ ବଡ଼ ଶିକ୍ଷା ହେଲା ଯେ ମାଟି କେବଳ ଏକ ନିର୍ଜୀବ ବସ୍ତୁ ନୁହେଁ। ନା, ଆଦୌ ନୁହେଁ। ଏହାର ନିଜର ଏକ ଚରିତ୍ର, ଏକ ଇତିହାସ ଏବଂ ନିଜର ଶକ୍ତି ଓ ଦୁର୍ବଳତା ଅଛି। ଲାଲ ମାଟି ଓଡ଼ିଶାର ଏକ ବଡ଼ ଅଞ୍ଚଳର କୃଷି, ଅର୍ଥନୀତି, ସଂସ୍କୃତି ସବୁକୁ ଗଭୀର ଭାବେ ପ୍ରଭାବିତ କରିଛି। ସତକଥା। ଏହାର ସୀମିତତା ସହିତ ବଞ୍ଚିବାକୁ ଲୋକେ ଶିଖିଛନ୍ତି, କିନ୍ତୁ ଏହାର ସମ୍ଭାବନାକୁ ପୂର୍ଣ୍ଣ ରୂପେ ବ୍ୟବହାର କରିବା ଏବେ ବି ବାକି ଅଛି। ଆପଣ ଏକଦମ ଠିକ୍ କହିଲେ। ଆଉ ଏହି ସମ୍ଭାବନା ହିଁ ଆମ ଆଗରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସୃଷ୍ଟି କରୁଛି। ଆମେ ଜାଣିଲେ ଯେ ଲାଲ ମାଟିର ପ୍ରାକୃତିକ ଉର୍ବରତା କମ୍। ଆଧୁନିକ କୃଷି କହୁଛି ଅଧିକ ଉତ୍ପାଦନ ପାଇଁ ଅଧିକ ରାସାୟନିକ ସାର ଏବଂ ପାଣି ଦରକାର। କିନ୍ତୁ ଏହି ମାଟିର ପ୍ରକୃତି ତାହାକୁ ସମର୍ଥନ କରେ ନାହିଁ। ନା, ଏପରି ପରିସ୍ଥିତିରେ ଓଡ଼ିଶାର ଏହି ବିଶାଳ 7.14 ମିଲିୟନ ହେକ୍ଟର ଜମିରେ ସଷ୍ଟେନେବୁଲ ଏଗ୍ରିକଲଚର ବା ଦୀର୍ଘସ୍ଥାୟୀ କୃଷିର ଭବିଷ୍ୟତ କ'ଣ ହେବା ଉଚିତ? ଏଟା ବହୁତ ବଡ଼ ପ୍ରଶ୍ନ। ଆମେ କ'ଣ କେବଳ ରାସାୟନିକ ସାର ଆଉ ଗଭୀର ନଳକୂପ ଉପରେ ନିର୍ଭର କରି ଏହାର ସ୍ୱାସ୍ଥ୍ୟକୁ ଆହୁରି ଖରାପ କରିଦେବା? ନା, ଆମେ ପାରମ୍ପରିକ ଜ୍ଞାନ ଯେପରିକି ମିଲେଟ୍ସ ଚାଷ ସହିତ ଆଧୁନିକ ଜ୍ଞାନକୌଶଳର ଏକ ସନ୍ତୁଳନ ଖୋଜିବା। ହଁ, ଯାହାଦ୍ୱାରା ମାଟିର ସ୍ୱାସ୍ଥ୍ୟ ବଜାୟ ରହିବ ଏବଂ ଚାଷୀର ଆୟ ମଧ୍ୟ ବଢ଼ିବ। ଏହା କେବଳ ଏକ କୃଷି ବୈଜ୍ଞାନିକ ପ୍ରଶ୍ନ ନୁହେଁ, ଏହା ଓଡ଼ିଶାର ଭବିଷ୍ୟତ ପାଇଁ ଏକ ନୀତିଗତ ପ୍ରଶ୍ନ ମଧ୍ୟ। ଏହା ହିଁ ଚିନ୍ତା କରିବାର ବିଷୟ। ଆପଣ କେବେ ପଶ୍ଚିମ ଓଡ଼ିଶାର ରାସ୍ତାରେ ଯାଉଥିବା ବେଳେ ଦୂର ଦିଗବଳୟକୁ ଦେଖିଛନ୍ତି? କେଉଁଠି ମାଟିର ରଙ୍ଗ ପୁରା ଗାଢ଼ ଲାଲ, ତ ଆଉ କେଉଁଠି ହଳଦିଆ। ଏହି ରଙ୍ଗ କେବଳ ଦେଖିବାକୁ ସୁନ୍ଦର ନୁହେଁ, ଏହା ସେହି ମାଟିର ଏକ ପୁରା କାହାଣୀ କହିଥାଏ। ଆଜି ଆମେ ସେହି କାହାଣୀକୁ ବୁଝିବାକୁ ଚେଷ୍ଟା କରିବା। ଆମେ ଆଲୋଚନା କରିବା ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ମାଟି ସମୂହ ଲାଲ ଓ ହଳଦିଆ ମାଟି ବିଷୟରେ। ଆଉ ଏହି କାହାଣୀ ବହୁତ ମଜାଦାର, କାରଣ ଏହା କେବଳ ମାଟିର ରଙ୍ଗ ବିଷୟରେ ନୁହେଁ। ଏହା ଭୂମିର ଉଚ୍ଚାନିଚା ଗଠନ, ପାଣିର ଖେଳ, ଆଉ ସବୁଠୁ ବଡ଼ କଥା ହେଉଛି ଏହା ସେଠାକାର ଚାଷୀମାନଙ୍କର ଜୀବନ ଓ ଜୀବିକା ସହ କିପରି ଯୋଡ଼ି ହୋଇ ରହିଛି ତାର କାହାଣୀ। ତେବେ ଚାଲନ୍ତୁ ଏହି କାହାଣୀର ଗଭୀରକୁ ଯିବା। ଆମ ପାଖରେ ଥିବା ସୂଚନା କହୁଛି ଏହି ମାଟି ପ୍ରାୟ 5 ନିୟୁତ ହେକ୍ଟର ଅଞ୍ଚଳରେ ବ୍ୟାପିଛି, ଯାହାକି ବହୁତ ବଡ଼ ଅଞ୍ଚଳ। କିନ୍ତୁ ଗୋଟେ କଥା ବାରମ୍ବାର ଆସୁଛି, ଏହା ଅନ୍ଡ୍ୟୁଲେଟିଂ ଓ ରୋଲିଂ ଟେରେନ୍ସରେ ମିଳେ। ଏହାର ପ୍ରକୃତ ଅର୍ଥ କ'ଣ? ଏଟା ଏକ ବହୁତ ଭଲ ପ୍ରଶ୍ନ। ଦେଖନ୍ତୁ, ଏହାକୁ ବୁଝିବା ପାଇଁ କଳ୍ପନା କରନ୍ତୁ ଆପଣ ଗୋଟିଏ ବଡ଼ ଚାଦରକୁ ଟେବୁଲ ଉପରେ ପକାଇ ତାକୁ ଧୀରେ ଧୀରେ ଦୁଇପଟୁ ଭିତରକୁ ଠେଲୁଛନ୍ତି। କ'ଣ ହେବ? ସେଥିରେ ଛୋଟ ବଡ଼ ଢେଉ ଭଳି ସୃଷ୍ଟି ହେବ। କିଛି ଅଂଶ ଉପରକୁ ଉଠିବ ଆଉ କିଛି ତଳକୁ। ଏକଦମ। ଅନ୍ଡ୍ୟୁଲେଟିଂ ଆଣ୍ଡ ରୋଲିଂ ଟେରେନ୍। ଠିକ୍ ସେହିପରି। ଏହା ସମ୍ପୂର୍ଣ୍ଣ ସମତଳ ନୁହେଁ କି ପୁରା ପାହାଡ଼ିଆ ମଧ୍ୟ ନୁହେଁ, ମାନେ ଢେଉ ଖେଳୁଥିବା ଭୂମି। ଆଚ୍ଛା, ତାହେଲେ ଏହି ଉଚ୍ଚାନିଚା ଭୂମି ହିଁ ଏହି ମାଟିର ଚରିତ୍ରକୁ ନିର୍ଦ୍ଧାରଣ କରେ। ଏଭଳି ଭୂମି ତ ଓଡ଼ିଶାର ସବୁଠି ନାହିଁ। ଏହା ମୁଖ୍ୟତଃ କେଉଁ ଅଞ୍ଚଳର ପରିଚୟ? ଏହା ମୁଖ୍ୟତଃ ପଶ୍ଚିମ ଓଡ଼ିଶାର ପରିଚୟ,
ବିଶେଷକରି ସମ୍ବଲପୁର, ବରଗଡ଼, ଦେବଗଡ଼ ଏବଂ ସୁନ୍ଦରଗଡ଼ ଭଳି ଜିଲ୍ଲାମାନଙ୍କରେ ଏହି ପ୍ରକାରର ଭୂମି ଓ ମାଟି ବହୁଳ ଭାବରେ ଦେଖାଯାଏ। ମୁଁ ଯେତେବେଳେ ସେହି ଅଞ୍ଚଳକୁ ଯାଏ, ଖରାବେଳେ ସେହି ଲାଲ ମାଟିର ରାସ୍ତାଗୁଡ଼ିକ ଦେଖିବାକୁ ଆଉ ବହୁତ ସୁନ୍ଦର ଲାଗେ। ସେହି ଦୃଶ୍ୟ ହିଁ ଏହି ମାଟିର ପ୍ରକୃତ ପରିଚୟ ଦେଇଥାଏ। ଏବେ ସବୁଠୁ ମୌଳିକ ପ୍ରଶ୍ନକୁ ଆସିବା। ଏହି ମାଟିର ନାଁ ତ ଲାଲ ଓ ହଳଦିଆ ମାଟି, କିନ୍ତୁ ଏହାର ରଙ୍ଗ ଏମିତି କାହିଁକି? ଏହା ପଛରେ କିଛି ବିଜ୍ଞାନ ଅଛି କି? ନିଶ୍ଚିତ ଭାବରେ ଅଛି, ଆଉ ତାହା ବହୁତ ସରଳ। ଏହି ଲାଲ ରଙ୍ଗ ମୁଖ୍ୟତଃ ମାଟିରେ ଥିବା ଲୌହ ଅକ୍ସାଇଡ୍ ବା ଆଇରନ୍ ଅକ୍ସାଇଡ୍ ପାଇଁ ହୋଇଥାଏ, ଯାହାକୁ ଆମେ ସାଧାରଣ ଭାଷାରେ କଳଙ୍କି ବା ରଷ୍ଟ କହୁ। ଓହୋ, କଳଙ୍କି। ହଁ, ଯେତେବେଳେ ଲୁହା ଅମ୍ଳଜାନ ସଂସ୍ପର୍ଶରେ ଆସେ, ସେଥିରେ କଳଙ୍କି ଲାଗେ। ମାଟିରେ ବି ଠିକ୍ ସେୟା ହୁଏ। ଆଚ୍ଛା, ଆଉ ହଳଦିଆ ରଙ୍ଗ? ହଳଦିଆ ରଙ୍ଗର କାରଣ ହେଲା ପାଣି। ଯେତେବେଳେ ଏହି ଲୌହ ଅକ୍ସାଇଡ୍ ପାଣି ସଂସ୍ପର୍ଶରେ ଅଧିକ ସମୟ ରହେ ବା ହାଇଡ୍ରେଟେଡ୍ ହୋଇଯାଏ, ସେତେବେଳେ ତାର ରଙ୍ଗ ହଳଦିଆ ଦେଖାଯାଏ। ବାଃ, ତାମାନେ ମାଟିର ରଙ୍ଗ ଦେଖି ଆମେ କହିପାରିବା ଯେ ସେଠାରେ ପାଣି କେତେ ସମୟ ରହୁଛି କିମ୍ବା ମାଟି କେତେ ଓଦା ରହୁଛି। ଏହା ତ ବହୁତ ଆକର୍ଷଣୀୟ। ଏହି ପାଣିର ଉପସ୍ଥିତି ହିଁ ବୋଧହୁଏ ସେହି ଉଚ୍ଚାନିଚା ଭୂମିରେ ମାଟିକୁ ଦୁଇଟି ଅଲଗା ଭାଗରେ ବାଣ୍ଟି ଦେଉଛି, ଯାହାକୁ ଉଚ୍ଚଭୂମି ବା ଅପ୍ଲ୍ୟାଣ୍ଡ ଓ ନିମ୍ନଭୂମି ବା ଲୋଲ୍ୟାଣ୍ଡ କୁହାଯାଏ। ଏକଦମ ଠିକ୍ ଧରିଛନ୍ତି। ସେହି ଢେଉ ଖେଳୁଥିବା ଭୂମିର ଉପର ଅଂଶ ବା ଢାଲୁର ଉପର ଭାଗକୁ ଆମେ ଉଚ୍ଚଭୂମି ବା ଅପ୍ଲ୍ୟାଣ୍ଡ କହୁ, ଆଉ ତଳିଆ ଅଞ୍ଚଳ ମାନେ ଦୁଇଟି ଢାଲୁ ମଝିରେ ଥିବା ସମତଳ ଅଞ୍ଚଳକୁ ନିମ୍ନଭୂମି ବା ଲୋଲ୍ୟାଣ୍ଡ କୁହାଯାଏ। ଆଉ ଏହି ଦୁଇଟିର ଚରିତ୍ର ସମ୍ପୂର୍ଣ୍ଣ ଭିନ୍ନ। ପ୍ରଥମେ ଅପ୍ଲ୍ୟାଣ୍ଡ କଥା ଦେଖିବା। ଏହାର ଟେକ୍ସଚର ବା ଗଠନ ଟିକେ ମୋଟା, ଯାହାକୁ ଆମେ କୋର୍ସ ଟେକ୍ସଚର କହୁ। ମୋଟା ଗଠନ ଅର୍ଥାତ୍ ଏହାର କଣିକାଗୁଡ଼ିକ ବାଲି ଭଳି ବଡ଼ ବଡ଼, ତେଣୁ ସେମାନଙ୍କ ଭିତରେ ଫାଙ୍କ ବି ଅଧିକ ଥିବ। ଏହାର ଅର୍ଥ ପାଣି ସେଠି ବେଶୀ ସମୟ ରହିପାରୁନଥିବ, ସହଜରେ ତଳକୁ ଗଳି ଯାଉଥିବା। ଏକ୍ଜାକ୍ଟଲି। ଏଥିପାଇଁ ଏହାକୁ ୱେଲ୍ ଡ୍ରେନ୍ଡ ମାଟି ବୋଲି କୁହାଯାଏ। ଏହାକୁ ବୁଝିବା ପାଇଁ ସବୁଠୁ ଭଲ ଉଦାହରଣ ହେଉଛି ଗୋଟିଏ ଚା ଛଣା। ହସିଗ୍ରୀ, ଚାହା ଛଣା, ବଢ଼ିଆ ଉଦାହରଣ। ହଁ, ଆପଣ ଯେତେ ପାଣି ଢାଳିଲେ ବି ତାହା ତୁରନ୍ତ ବାହାରିଯିବ। ଉଚ୍ଚଭୂମିର ମାଟି ଠିକ୍ ସେହିପରି, କିନ୍ତୁ ଏହାର ଏକ ନକାରାତ୍ମକ ଦିଗ ମଧ୍ୟ ଅଛି। କ'ଣ ସେଇଟା? ଯେହେତୁ ପାଣି ଶୀଘ୍ର ବାହାରିଯାଏ, ଏହା ନିଜ ସହିତ ମାଟିର ପୋଷକ ତତ୍ତ୍ୱ ବା ନ୍ୟୁଟ୍ରିଏଣ୍ଟସକୁ ମଧ୍ୟ ଧୋଇନିଏ। ଓହୋ। ହଁ, ଏହାକୁ ଲିଚିଂ କୁହାଯାଏ। ଫଳରେ ଏହି ମାଟି ସାଧାରଣତଃ ଅଧିକ ଅମ୍ଳୀୟ ବା ଆସିଡିକ୍ ହୋଇଥାଏ ଏବଂ ଏଥିରେ ପୋଷକ ତତ୍ତ୍ୱର ଅଭାବ ଦେଖାଯାଏ। ଆଚ୍ଛା, ତାମାନେ ଚାଷୀ ପାଇଁ ଏହାର ଅର୍ଥ ହେଲା ତାକୁ ଅଧିକ ସାର ପ୍ରୟୋଗ କରିବାକୁ ପଡ଼ିବ ଏବଂ ଜଳସେଚନ ଉପରେ ଅଧିକ ନିର୍ଭର କରିବାକୁ ହେବ। ଠିକ୍। ବୁଝିଗଲି। ତେବେ ଏହି ଚା ଛଣାର ଠିକ୍ ବିପରୀତ ହେଉଥିବା ନିମ୍ନଭୂମିର ମାଟି। ଉପରୁ ଧୋଇ ହୋଇ ଆସୁଥିବା ସବୁ ସରୁ ମାଟି ଓ ପୋଷକ ତତ୍ତ୍ୱ ସେଠି ହିଁ ଜମା ହେଉଥିବ ନା? ଏକଦମ। ନିମ୍ନଭୂମିରେ ମାଟି ପଟୁମାଟି ବା ଆଲୁଭିଆଲ ଡେପୋଜିଟ୍ସ ଦ୍ୱାରା ତିଆରି। ଏହାର ଟେକ୍ସଚର ବହୁତ ସରୁ ବା ଫାଇନ୍ ଟେକ୍ସଚର ହୋଇଥାଏ, ପ୍ରାୟ ଅଟା ଭଳି। ଓହୋ, ଅଟା ଭଳି, ମାନେ ପୁରା ଚିକ୍କଣ। ହଁ, ଏକଦମ। କଣିକାଗୁଡ଼ିକ ଛୋଟ ଓ ପରସ୍ପର ସହ ଯୋଡ଼ି ହୋଇ ରହିଥିବାରୁ ଏହା ପାଣିକୁ ବହୁତ ଭଲ ଭାବରେ ଧରି ରଖେ। ଯଦି ଉଚ୍ଚଭୂମିର ମାଟି ଛା ଛଣା, ତେବେ ନିମ୍ନଭୂମିର ମାଟି ଗୋଟିଏ ସ୍ପଞ୍ଜ ଭଳି। ହଁ, ସ୍ପଞ୍ଜ ଭଳି। ଏହା ପାଣିକୁ ଶୋଷି ନିଏ ଏବଂ ଧୀରେ ଧୀରେ ଛାଡ଼େ। କିନ୍ତୁ ସ୍ପଞ୍ଜରେ ବି ଗୋଟେ ସମସ୍ୟା ହୋଇପାରେ। ଯଦି ବେଶୀ ବର୍ଷା ହୁଏ, ତାହେଲେ ପାଣି ଜମି ରହିବାର ବା ୱାଟର ଲଗିଂ ହେବାର ଭୟ ନାହିଁ କି? ଏହା ହିଁ ଏହାର ସବୁଠୁ ବଡ଼ ଆହ୍ୱାନ। ଅତ୍ୟଧିକ ବର୍ଷା ହେଲେ ଏହି ଅଞ୍ଚଳରେ ପାଣି ଜମି ରହି ଫସଲର ମୂଳକୁ ସଳାଇ ଦେଇପାରେ। ତେଣୁ ଏଠାରେ ଜଳ ନିଷ୍କାସନ ବା ଡ୍ରେନେଜର ସୁବିଧା କରିବା ଅତ୍ୟନ୍ତ ଜରୁରୀ। ଆଉ ଏହି ଯେଉଁ ବାରମ୍ବାର ଓଦା ହେବା ଓ ଶୁଖିବାର ପ୍ରକ୍ରିୟା, ଏହା ମାଟି ଉପରେ ଏକ ବିଶେଷ ଚିହ୍ନ ଛାଡ଼ିଯାଏ। ଆପଣ ବୋଧେ ମଟଲିଂ ଇଫେକ୍ଟ କଥା କହୁଛନ୍ତି। ଶବ୍ଦଟା ଟିକେ ଜଟିଳ ଲାଗୁଛି। ଏହା କ'ଣ ସେଇ ୱାଟର ଲଗିଂ ସହ ଜଡ଼ିତ? ହଁ, ସମ୍ପୂର୍ଣ୍ଣ ଜଡ଼ିତ। ମଟଲିଂକୁ ଆପଣ ମାଟି ଉପରେ ପ୍ରକୃତିର ଟାଇ-ଡାଇ ଡିଜାଇନ ବୋଲି କହିପାରିବେ। ଟାଇ-ଡାଏ? ଆଚ୍ଛା। ହଁ। ଯେମିତି କପଡ଼ାରେ ବିଭିନ୍ନ ରଙ୍ଗ ମିଶି ଛିଟା ଛିଟା ଦାଗ ସୃଷ୍ଟି କରେ, ଠିକ୍ ସେହିପରି ବର୍ଷା ଦିନେ ଯେତେବେଳେ ମାଟି ପାଣିରେ ବୁଡ଼ି ରହେ ଏବଂ ପରେ ଶୁଖିଯାଏ, ଏହି ଓଦା ଶୁଖିଲା ପ୍ରକ୍ରିୟା ଯୋଗୁଁ ମାଟିରେ ଥିବା ଲୌହର ରାସାୟନିକ ଅବସ୍ଥା ବଦଳିଯାଏ। ଆଚ୍ଛା, ଯେମିତି ଆମେ ଆରମ୍ଭରେ ଆଲୋଚନା କରିଥିଲେ, ହାଇଡ୍ରେଟେଡ୍ ହେଲେ ହଳଦିଆ ଆଉ ଡ୍ରାଏ ହେଲେ ଲାଲ। ତେଣୁ ସେହି ମିଶ୍ରିତ ଅବସ୍ଥା ଯୋଗୁଁ ମାଟିରେ ଲାଲ, ହଳଦିଆ, ଧୂସର ରଙ୍ଗର ଦାଗ ସବୁ ଏକାଠି ଦେଖାଯାଏ।
ଏହା ତ ମାଟିର ସ୍ୱାସ୍ଥ୍ୟର ଏକ ସୂଚକାଙ୍କ ଭଳି। ଆବ୍ସଲ୍ୟୁଟଲି। ଏହି ମଟଲିଂ ଦେଖି ଜଣେ ଅଭିଜ୍ଞ ବ୍ୟକ୍ତି କହିଦେଇପାରିବେ ଯେ ସେହି ମାଟିର ଜଳଚକ୍ର କିପରି। ତେବେ ଗୋଟିଏ ପଟେ ଚା ଛଣା ଭଳି ମାଟି ଯୋଉଠି ପାଣି ରହେ ନାହିଁ, ଆଉ ଅନ୍ୟପଟେ ସ୍ପଞ୍ଜ ଭଳି ମାଟି ଯୋଉଠି ପାଣି ଜମିଯାଏ, ଏହା ନିଶ୍ଚିତ ଭାବରେ ଚାଷୀ ପାଇଁ ଫସଲ ଚୟନକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେଉଥିବ। ଉଚ୍ଚଭୂମିରେ କେଉଁ ପ୍ରକାର ଫସଲ କରାଯାଏ? ସେଠାରେ ତ ଏପରି ଫସଲ ଦରକାର ଯାହାର ୱେଟ୍ ଫିଟ୍ ବା ଓଦା ମୂଳ ପସନ୍ଦ ନୁହେଁ। ଏକଦମ। ତେଣୁ ଉଚ୍ଚଭୂମିରେ ମୁଖ୍ୟତଃ କମ୍ ପାଣି ଦରକାର କରୁଥିବା ଫସଲ ଚାଷ କରାଯାଏ, ଯେପରିକି ମାଣ୍ଡିଆ, ବିରି, ମୁଗ ଭଳି ଡାଲି ଜାତୀୟ ଫସଲ। ଏହା ସହିତ ପନିପରିବା ଯେପରିକି ଆଳୁ, ବାଇଗଣ, ଟମାଟୋ ଏବଂ ଲଙ୍କା ପାଇଁ ଏହି ମାଟି ବହୁତ ଭଲ, କାରଣ ସେମାନଙ୍କ ମୂଳରେ ପାଣି ଜମି ରହିଲେ ରୋଗ ଲାଗିବାର ଭୟ ଥାଏ। ଠିକ୍। କେତେକ ସ୍ଥାନରେ ଧାନ ମଧ୍ୟ ହୁଏ, କିନ୍ତୁ ତାହା ବର୍ଷା ଉପରେ ନିର୍ଭରଶୀଳ। ଆଉ ନିମ୍ନଭୂମିର ସ୍ପଞ୍ଜ ଭଳି ମାଟି, ସେଠାରେ ତ ଧାନ ଚାଷ ହିଁ ରାଜା ହୋଇଥିବ। ନିଶ୍ଚିତ। ସେହି ମାଟି ଧାନ ଚାଷ ପାଇଁ ସ୍ୱର୍ଗ ସଦୃଶ। ଏହାର ଜଳଧାରଣ କ୍ଷମତା ଅଧିକ ଥିବାରୁ ଏହା ଧାନ ଫସଲ ପାଇଁ ସମ୍ପୂର୍ଣ୍ଣ ଉପଯୁକ୍ତ। ଧାନ ଅମଳ ପରେ ମଧ୍ୟ ମାଟିରେ ଯେଉଁ ଆର୍ଦ୍ରତା ରହିଥାଏ, ତାର ଫାଇଦା ଉଠାଇ ଚାଷୀମାନେ ଡାଲି ଜାତୀୟ ଫସଲ ମଧ୍ୟ କରିଥାନ୍ତି। ଆଚ୍ଛା। ଏବଂ କେବଳ ସେତିକି ନୁହେଁ, ଏହି ଗଭୀର ଉର୍ବର ମାଟି ଫଳ ବଗିଚା ପାଇଁ ମଧ୍ୟ ଉତ୍ତମ। ଆମ୍ବ, ପିଜୁଳି ଓ କଦଳୀ ଭଳି ଗଛ ଏଠାରେ ବହୁତ ଭଲ ଭାବେ ବଢ଼ିଥାଏ। ଏସବୁ ଶୁଣିଲା ପରେ ମୋତେ ଲାଗୁଛି ଯେ ଜଣେ ଚାଷୀ ପାଖରେ ଯଦି ଉଭୟ ଉଚ୍ଚଭୂମି ଓ ନିମ୍ନଭୂମି ଥାଏ, ତେବେ ଏହା ତା ପାଇଁ ଏକ ସମସ୍ୟା ନୁହେଁ, ବରଂ ଏକ ସୁଯୋଗ। ଏହା ତାକୁ ବିବିଧତା ଦେଉଛି। ଆପଣ ଏହି ଆଲୋଚନାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଛୁଇଁଛନ୍ତି। ଏହା ହିଁ ମିଶ୍ରିତ ଚାଷ ବା ମିକ୍ସଡ ଫାର୍ମିଂର ମୂଳଦୁଆ। ଏହା ଚାଷୀ ପାଇଁ ଏକ ପ୍ରାକୃତିକ ଇକୋନୋମିକ୍ ଇନ୍ସ୍ୟୁରାନ୍ସ ପଲିସି ଭଳି କାମ କରେ। ଇକୋନୋମିକ୍ ଇନ୍ସ୍ୟୁରାନ୍ସ ପଲିସି କେମିତି? ଭାବନ୍ତୁ, ଯଦି କୌଣସି ବର୍ଷ କମ୍ ବର୍ଷା ହେଲା, ତେବେ ନିମ୍ନଭୂମିର ଧାନ ଫସଲ ଖରାପ ହୋଇପାରେ, କିନ୍ତୁ ଉଚ୍ଚଭୂମିର ମାଣ୍ଡିଆ ଭଳି ଫସଲ ବଞ୍ଚିଯିବ। ଆଉ ଯଦି ବେଶୀ ବର୍ଷା ହେଲା, ତାହେଲେ ଉଚ୍ଚଭୂମିର ଫସଲ ଧୋଇ ହୋଇଗଲେ ବି ନିମ୍ନଭୂମିରେ ପାଣିର ସୁବିଧା ଯୋଗୁଁ ଧାନ ଭଲ ହେବାର ସମ୍ଭାବନା ଅଛି। ତାମାନେ ଚାଷୀ କେବେ ବି ସମ୍ପୂର୍ଣ୍ଣ ଭାବେ କ୍ଷତି ସହିବ ନାହିଁ। ଏକ୍ଜାକ୍ଟଲି। ଏହା ତାର ଆୟକୁ ସ୍ଥିରତା ଦିଏ ଏବଂ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରେ। ଏହି ମାଟିର ଦ୍ୱୈତ ଚରିତ୍ର ହିଁ ଓଡ଼ିଶାର କୃଷିର ଏକ ବଡ଼ ଶକ୍ତି। କିନ୍ତୁ ଆମେ ଯେଉଁ ଆହ୍ୱାନଗୁଡ଼ିକ ବିଷୟରେ କଥା ହେଉଥିଲେ, ଯେପରିକି ଉଚ୍ଚଭୂମିର ଅମ୍ଳତା ଏବଂ ପୋଷକ ତତ୍ତ୍ୱର ଅଭାବ କିମ୍ବା ନିମ୍ନଭୂମିରେ ପାଣି ଜମିବା, ଚାଷୀମାନେ ଏହାକୁ କିପରି ମୁକାବିଲା କରନ୍ତି? ମାଟିର ସ୍ୱାସ୍ଥ୍ୟକୁ ସୁଧାରିବା ପାଇଁ କିଛି ପାରମ୍ପରିକ ଉପାୟର ଅଛି କି? ନିଶ୍ଚୟ ଅଛି, ଏବଂ ଏହା ବର୍ଷ ବର୍ଷ ଧରି ଚାଲିଆସୁଛି। ଉଚ୍ଚଭୂମିର ମାଟି ପାଇଁ ସବୁଠାରୁ ବଡ଼ ଆବଶ୍ୟକତା ହେଉଛି ଜୈବିକ ପଦାର୍ଥ ବା ଅର୍ଗାନିକ୍ ମ୍ୟାଟର। ଚାଷୀମାନେ ଗୁହାଳର ବାହାରୁଥିବା ଗୋବର ଖତ, କମ୍ପୋଷ୍ଟ ଏବଂ ସବୁଜ ସାର ବ୍ୟବହାର କରନ୍ତି। ଏହା ମାଟିର ଜଳ ଧାରଣ କ୍ଷମତା ବଢ଼ାଏ, ଠିକ୍ ଯେମିତି ଚା ଛଣାରେ କିଛି କପଡ଼ା ପକାଇଦେଲେ ପାଣି ଧୀରେ ଧୀରେ ଯିବ। ଆଚ୍ଛା। ହଁ, ଆଉ ଏହା ମାଟିର ଅମ୍ଳତାକୁ ମଧ୍ୟ କିଛି ମାତ୍ରାରେ କମ୍ କରେ। ଆଉ ନିମ୍ନଭୂମି ପାଇଁ ସେଠି ତ ଓଲଟା ସମସ୍ୟା। ହଁ, ସେଠାରେ ମୁଖ୍ୟ ଧ୍ୟାନ ଦିଆଯାଏ ଜଳ ନିଷ୍କାସନ ଉପରେ। ବିଲର ଚାରିପଟେ ଛୋଟ ଛୋଟ ନାଳ ଖୋଳାଯାଏ, ଯାହାଦ୍ୱାରା ଅତିରିକ୍ତ ପାଣି ସହଜରେ ବାହାରି ଯାଇପାରିବ। ଏହା ସହିତ ଫସଲ ଚକ୍ର ବା କ୍ରପ୍ ରୋଟେସନ୍ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ହଁ, ଧାନ ପରେ ଡାଲି କରିବା ଭଳି। ହଁ, ଠିକ୍। ଧାନ ପରେ ଡାଲି ଜାତୀୟ ଫସଲ କରିବା ଦ୍ୱାରା ମାଟିର ଉର୍ବରତା ବଜାୟ ରହେ। ତାହେଲେ ଯଦି ଆମକୁ ଆଜିର ଏହି ଗଭୀର ଆଲୋଚନାରୁ ତିନୋଟି ମୁଖ୍ୟ କଥା ମନେ ରଖିବାକୁ ପଡ଼େ, ଯାହା ଶ୍ରୋତାଙ୍କ ପାଇଁ ଏକ ସର୍ଟକଟ୍ ଭଳି କାମ କରିବ, ତାହା କ'ଣ ହେବ? ବହୁତ ଭଲ ପ୍ରଶ୍ନ। ପ୍ରଥମତଃ, ଏହି ଲାଲ ଓ ହଳଦିଆ ମାଟିର ପରିଚୟ ହେଉଛି ଏହାର ଅଣ୍ଡୁଲେଟିଂ ଟେରେନ୍ ବା ଢେଉ ଖେଳୁଥିବା ଭୂମି। ଏହି ଗଠନ ହିଁ ବାକି ସବୁ କାହାଣୀର ଆଧାର। ଦ୍ୱିତୀୟରେ, ଏହାର ଦ୍ୱୈତ ଚରିତ୍ର। ଗୋଟିଏ ସ୍ଥାନରେ ଦୁଇ ପ୍ରକାରର ମାଟି, ଉଚ୍ଚଭୂମିର ଚା ଛଣା ଭଳି ୱେଲ୍ ଡ୍ରେନ୍ଡ ମାଟି ଏବଂ ନିମ୍ନଭୂମିର ସ୍ପଞ୍ଜ ଭଳି ୱାଟର ହୋଲ୍ଡିଂ ମାଟି। ଏହି ଦ୍ୱୈତତା ହିଁ ଏହାର ସବୁଠୁ ବଡ଼ ବିଶେଷତ୍ୱ। ଏବଂ ତୃତୀୟରେ, ଏହି ଦ୍ୱୈତ ଚରିତ୍ର ଚାଷୀମାନଙ୍କ ପାଇଁ ଏକ ବରଦାନ। ଏହା ମିଶ୍ରିତ ଚାଷକୁ ସମ୍ଭବ କରାଏ, ଯାହା ସେମାନଙ୍କୁ ଆର୍ଥିକ ସୁରକ୍ଷା ଏବଂ ଏକ ରେଜିଲିଏଣ୍ଟ ବା ସ୍ଥିର କୃଷି ବ୍ୟବସ୍ଥା ପ୍ରଦାନ କରେ। ଆଜି ଆମେ ଓଡ଼ିଶାର ଲାଲ ଓ ହଳଦିଆ ମାଟିର ଏକ ସମ୍ପୂର୍ଣ୍ଣ ଯାତ୍ରା କଲେ। ମାଟିର ରଙ୍ଗ ପଛରେ ଥିବା ଲୁଚି ରହିଥିବା ବିଜ୍ଞାନଠାରୁ ଆରମ୍ଭ କରି ଚା ଛଣା ଓ ସ୍ପଞ୍ଜର ଖେଳ,
ଏବଂ ଶେଷରେ ଏହା କିପରି ଚାଷୀର ଜୀବନରେ ଏକ ସୁରକ୍ଷା କବଚ ଭାବରେ କାମ କରେ ସବୁକିଛି ବୁଝିଲେ। ନିଶ୍ଚିତ ଭାବରେ ଶେଷରେ ଏକ ଚିନ୍ତା କରିବା ଭଳି ପ୍ରଶ୍ନ ଛାଡ଼ି ଯାଉଛି। ଆମେ ଆଲୋଚନା କଲେ ଯେ ଚାଷୀମାନେ ପାରମ୍ପରିକ ଜ୍ଞାନ ବ୍ୟବହାର କରି ମାଟିର ଆହ୍ୱାନଗୁଡ଼ିକୁ ମୁକାବିଲା କରନ୍ତି, କିନ୍ତୁ ଭବିଷ୍ୟତରେ ଯଦି ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ଷା ଆହୁରି ଅନିୟମିତ ଓ ପ୍ରବଳ ହୁଏ, ତେବେ କ'ଣ ହେବ? ଏଇଟା ଏକ ବଡ଼ କଥା। ଅଳ୍ପ ସମୟର ପ୍ରବଳ ବର୍ଷା ହେଲେ ଉଚ୍ଚଭୂମିର ମାଟି କ'ଣ ସମ୍ପୂର୍ଣ୍ଣ ଧୋଇ ହୋଇଯିବାର ଆଶଙ୍କା ନାହିଁ? ଆଉ ସେହି ପାଣି ନିମ୍ନଭୂମିରେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି କରିବ ନାହିଁ ତ? ଚାଷୀଙ୍କର ପାରମ୍ପରିକ ଜ୍ଞାନ କ'ଣ ଏହି ନୂଆ ଚରମ ଆହ୍ୱାନର ମୁକାବିଲା ପାଇଁ ଯଥେଷ୍ଟ ହେବ? ଏହା ଏକ ବଡ଼ ପ୍ରଶ୍ନ।